ଆଜିର ଅନୁଚିନ୍ତାକୁ ଆପଣମାନଙ୍କୁ ସ୍ୱାଗତ। ଓମ୍ ନମୋ ଭଗବତେ ବାସୁଦେବାୟ। ପ୍ରଥମେ ଆଜିର ଅନୁଚିନ୍ତା ନମ୍ବର 1। ନଦୀରେ ସ୍ନାନ କରିବା ବେଳେ ପୂର୍ବକୁ ମୁଖ କରି ସ୍ନାନ କରନ୍ତୁ ଏବଂ ଲୁଗା ସଫା ହେଉଥିବା ଘାଟରେ କେବେ ବି ତୁଠରେ କେବେ ବି ସ୍ନାନ କରନ୍ତୁ ନାହିଁ। ହଁ, ଆଉ ଗୋଟିଏ କଥା, ଯଦି ଆପଣ ଜାଣୁଛନ୍ତି କାହାକୁ ମୋହନୀ ଔଷଧ ପ୍ରୟୋଗ ହୋଇଛି ତାହେଲେ ଲୁଗା ସଫା ହେଉଥିବା ଘାଟରେ ତାକୁ ଗାଧୋଇବାକୁ କୁହନ୍ତୁ, ତାର ମୋହିନୀ ଶକ୍ତି ଛାଡ଼ିଯିବ। ହଁ ଆଜ୍ଞା, ସତ କଥା ଏଇଟା। ନମ୍ବର 2, ଆପଣମାନେ ନଦୀରେ ବୁଡ଼ ପକାଇବା ବେଳେ 3 ଥର, 5 ଥର, 7 ଥର କିମ୍ବା 12 ଥର ବୁଡ଼ ପକାନ୍ତୁ, ଆପଣଙ୍କର ମଙ୍ଗଳ ହେବ। ନମ୍ବର 3, ସଂକ୍ରାନ୍ତି ଦିନ ସ୍ୱାମୀ ହାତରୁ ସ୍ତ୍ରୀ ସିନ୍ଦୁର ପିନ୍ଧିଲେ ସ୍ତ୍ରୀ ସୌଭାଗ୍ୟବତୀ ହୋଇଥାନ୍ତି। ହଁ। ନମ୍ବର 4, ଗୋଟାଏ ଡାଳିମ୍ବ ଖାଇଲେ 40 ଦିନ ଯାଏଁ ହୃଦୟ ପରିଷ୍କାର ରହିଥାଏ, ହାର୍ଟ ପରିଷ୍କାର ରହିଥାଏ। ହଁ। ନମ୍ବର 5, ଯଦି ଆପଣଙ୍କୁ ଥକା ଲାଗୁଥାଏ ବା ଦୁର୍ବଳ ଲାଗୁଥାଏ ତାହେଲେ କିଛି ଦିନ ଛେଳି କ୍ଷୀର ପିଅନ୍ତୁ, ଜମା ବି ଥକା ଲାଗିବ ନାହିଁ। ହଁ ଆଜ୍ଞା, ପାଳନ କଲେ ମଙ୍ଗଳ ହେବ। ଏହାପରେ ଆଜିର ସାଧୁବାଣୀ ଓ ରାଶିଫଳ। ପ୍ରିୟ ଦର୍ଶକ ବନ୍ଧୁମାନେ, ପ୍ରିୟ ଭକ୍ତ ବନ୍ଧୁମାନେ, ଆଜି ଆମେ ସାଧୁବାଣୀ ମାଧ୍ୟମରେ ଗୋଟାଏ ଛୋଟିଆ ପଦଟିଏ ନେଇଛୁ। ମନ ଦେଇକି ଶୁଣନ୍ତୁ। ଛୋଟିଆ ପଦଟିଏ। ତରତର ହୋଇ ହଠାତ୍ କୌଣସି ନିଷ୍ପତ୍ତି ନେବେ ନାହିଁ। ତରତର ହୋଇ ହଠାତ୍ କୌଣସି ନିଷ୍ପତ୍ତି ଯେଉଁମାନେ ନିଅନ୍ତି ଭବିଷ୍ୟତରେ ସେମାନେ ବିପତ୍ତିରେ ପଡ଼ନ୍ତି। ହଁ ଆଜ୍ଞା, କଥାରେ କହନ୍ତିନି, ବଡ଼ ଥିଲେ ପଚାରି, ସାନ ଥିଲେ ବିଚାରି। ବଡ଼ ସାନକୁ ପଚାରନ୍ତୁ ଏବଂ ବିଚାର କରନ୍ତୁ ଯେ ଏଇଟା କ'ଣ, ଏଇ ନିଷ୍ପତ୍ତିଟା ମୁଁ ନେଉଛି ଏଇଟା ଠିକ୍ ନା ଭୁଲ। ଆଜ୍ଞା, ନେଲେ ଭବିଷ୍ୟତରେ ମୋ ପାଇଁ ଅସୁବିଧାରେ କିଛି ପକାଇବନି ତ? ତେଣୁକରି ତରତର ହୋଇ କୌଣସି ନିଷ୍ପତ୍ତି ବି କେବେ ବି ନିଅନ୍ତୁ ନାହିଁ। ଧୀର ଏବଂ ସ୍ଥିର ଭାବରେ ନିଷ୍ପତ୍ତିଟି ନିଅନ୍ତୁ। କଥାରେ କହନ୍ତିନି, ଧୀର ପାଣି ପଥର କାଟେ। ତେଣୁକରି ସ୍ଥିର ମନରେ ଧୀର ଭାବରେ ଯେଉଁ ନିଷ୍ପତ୍ତିଟି ନିଆଯାଏ ସେଟା ଅଟଳ ହୋଇଥାଏ। ଏମିତି କେତୋଟି କାମ ଅଛି ଯେଉଁଟାକି ଆମେ ତରତର ହୋଇ ହଠାତ୍ ନେଇଯାଆନ୍ତି ସେ ନିଷ୍ପତ୍ତି, ସେମିତି କେବେ ବି ନେବେନି। ସେଇ ନିଷ୍ପତ୍ତିଟି ଭବିଷ୍ୟତରେ ଆମକୁ ଅସୁବିଧାରେ ପକାଇପାରେ ଏବଂ ଅସୁବିଧାରେ ପକାଇଥାଏ ମଧ୍ୟ। ତେଣୁ ତରତର ହୋଇ ହଠାତ୍ କୌଣସି ନେବେ ନାହିଁ। ବାରମ୍ବାର ସେଇ କଥାଟିକୁ ଭାବିବେ, ବିଚାରିବେ ଯେ ଏଇଟା କ'ଣ, ଏ ନିଷ୍ପତ୍ତିଟି ମୁଁ ନେଉଛି ଏଇଟା ମୋ ପାଇଁ ଠିକ୍ ହେବ ନା ଭୁଲ ହେବ। ତେଣୁ ହଠାତ୍ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ମୁଁ ଏଇ କଥାଟି କାହିଁକି କହୁଛି ମନ ଦେଇକି ଶୁଣନ୍ତୁ। ଗୋଟାଏ ରାଜା ଥିଲେ, ସେ ଭାରି ଧର୍ମପରାୟଣ, ନ୍ୟାୟବନ୍ତ ରାଜା, ପ୍ରଜାପାଳକ ରାଜା। ସବୁ ରାଜା ତ ପ୍ରଜା ପାଳନ୍ତି, କିନ୍ତୁ ୟାଙ୍କର ପ୍ରଜା ପାଳିବା କିଛି ନିଆରା। ସମସ୍ତଙ୍କ ପାଇଁ ସମଭାବ ରଖିଥାନ୍ତି ଏବଂ ସମସ୍ତଙ୍କର ମଙ୍ଗଳ ଚିନ୍ତା ହିଁ କରନ୍ତି। ସେଇ ରାଜା ଦିନବେଳେ ପ୍ରଜା ପାଳନ୍ତି, ରାତ୍ର ହେଲେ ଛଦ୍ମବେଶ ଧରି ନଗର ନଗର ବୁଲିକି ତାଙ୍କର ସବୁ ସୁବିଧା ଅସୁବିଧା ଗୁଡ଼ାକ ପରୀକ୍ଷା କରି ଦେଖନ୍ତି। କେଉଁଠି କ'ଣ ହେଉଛି, କେଉଁଠି କ'ଣ ନ ହେଉଛି, ଏଗୁଡ଼ାକ ସବୁ ସେ ଦେଖନ୍ତି। ସେ ରାଜା ଭାରି ଧର୍ମପରାୟଣ। ସବୁ ରାଜାଙ୍କୁ ନିଜ ପୁଅ ପରି ଦେଖନ୍ତି, ସବୁ ପ୍ରଜାକୁ ସେ ରାଜା ନିଜ ପୁଅ ପରି ଦେଖନ୍ତି। ହଁ, କେଉଁଦିନ ଯୋଗୀ ବେଶ ତ, କେଉଁଦିନ ସାଧୁ ବେଶ, କେଉଁଦିନ ଚୋର ବେଶ, କେଉଁଦିନ ସନ୍ଥ ବେଶ, କେଉଁଦିନ ଚଣ୍ଡାଳ ବେଶ, ଏମିତି ବେଶ ଧାରଣ କରିକି ରାଜା ଗାଁ ଗାଁ ବୁଲିକି ସବୁ ପ୍ରଜାମାନଙ୍କର ସୁବିଧା ଅସୁବିଧା, କେଉଁଠି କ'ଣ ଭଲ ମନ୍ଦ, ମଙ୍ଗଳ ଅମଙ୍ଗଳ ସବୁ ପରୀକ୍ଷା କରନ୍ତି ଏବଂ ଦେଖନ୍ତି ମଧ୍ୟ। କେଉଁଟା ସୁବିଧା କେଉଁଟା ଅସୁବିଧା ସମସ୍ତଙ୍କ ପାଇଁ ସୁବିଧା ସେ କରିଥାନ୍ତି। ହଁ, ସେଇ ରାଜା ଦିନେ ଛଦ୍ମବେଶରେ ରାତ୍ରରେ ବୁଲୁଥିଲେ। ହଠାତ୍ ଦେଖିଲେ ଜଣେ ବୃଦ୍ଧ ମୁଣ୍ଡରେ ଓଦା ସରସର ଗୋଟେ ଜାଲଟିଏ ଧରି ନଈ ରାସ୍ତା ଆଡ଼କୁ ମୁହାଁଉଛି। ରାଜା ପଚାରିଲେ, ହେ ବାପୁ, ଓ ବାବା, ରୁହନ୍ତୁ ରୁହନ୍ତୁ, ଏ ରାତ୍ରଟାରେ କୁଆଡ଼େ ଯାଉଛନ୍ତି? ଏଇଟା କ'ଣ ନା, ଏଇଟା ପରେ ଜାଲ ଧରିଛି ଦେଖୁଛ, ଏଇଟା ଏ ରାତ୍ରରେ ଓଦା ଜୁଡ଼ୁବୁଡ଼ୁ ଜାଲଟି ଧରି କୁଆଡ଼େ ଯାଉଛ? ମୁଁ ନଈକି ଯାଉଛି।
କାହିଁକି ନଈକି ଯାଏ ରାତ୍ରରେ କାହିଁକି? ନା ମାଛ ଧରିବା ପାଇଁ। ମାଛ ତ ଧରିବ ଦିନ ବେଳେ ଯାଇଥାନ୍ତ, ଏ ରାତ୍ରଟାରେ କାହିଁକି ଯାଉଛନ୍ତି? ନା କ'ଣ କରିବି ବାବୁ, ମୋର 15 ପରିବାର, ମୋ ପରିବାରରେ ଆମେ 15 ଜଣ ଅଛୁ। ମୁଁ ମାଛ ଧରିଲେ ସେଇଟା ହେଉଛି କେଉଟ ଲୋକ, ମୁଁ ମାଛ ଧରିଲେ ମୋ ପରିବାର ଗୁଜୁରାଣ ହୁଏ। ଆଜିକି 8 ଦିନ ହେଲା ମୁଁ ସକାଳେ 3 ଘଣ୍ଟା ଏବଂ ଉପରବେଳା ଦ୍ୱିପହରେ 3 ଘଣ୍ଟା ଏମିତି ମାଛ ଧରେ, ଗୋଟିଏ ମିନଟିଏ ମଧ୍ୟ ମୋ ଜାଲରେ ପଡ଼ୁନାହାନ୍ତି। ଆଜିକି 8 ଦିନ ହେଇଗଲାଣି, ମୋ ପରିବାର ଭୋକରେ ଅଛନ୍ତି, ମୋ ପିଲାମାନଙ୍କ ପେଟରେ ଦାନାଟିଏ ବି ପଡ଼ିନି। ଭାବିଲି ଦେଖିବା ଆଜି ରାତ୍ରରେ ଯିବି, କିଛି ମାଛ ପଡ଼ନ୍ତେ କି, ସେଇଥିପାଇଁ ରାତ୍ରରେ ଆସିଛି। ମାଛ ପଡ଼ିଲେ ମୁଁ ନେଇକି ବିକ୍ରି କରି ମୋ ପିଲାମାନଙ୍କ ପେଟକୁ ଦାନା ମୁଠେ ଆଣିବି। ରାଜା ଛଦ୍ମବେଶୀ ରାଜା କହିଲେ ହଉ ଠିକ୍ ଅଛି, ଆଜି ତମ ଜାଲରେ ଗୋଟେ ବଡ଼ ମାଛ ପଡ଼ୁ କିମ୍ବା ସାନ ମାଛଟିଏ ପଡ଼ୁ, ଯଦି 10 କେଜିଆ ମାଛଟି ପଡ଼ିଲା ବୋଇଲେ ମୁଁ ତମକୁ 1000 ଟଙ୍କା ଦେବି, ସେ 10 କେଜିଆ ମାଛଟା ମୁଁ ନେବି। ଆଉ ଯଦି ଗୋଟେ ଛୋଟ ମିନଟିଏ ବି ପଡ଼ିଲା ବୋଇଲେ ସେଇଟା ମଧ୍ୟ ମୁଁ ତମକୁ 1000 ଟଙ୍କା ଦେବି, ଆଉ ସେଇ ମାଛଟି ମୁଁ ନେବି, କେରାଣ୍ଡିଟିଏ ବି। ନା କ'ଣ କହିଲେ ବାବୁ, 1000 ଟଙ୍କା ଦେବେ? ଏତେ ଗୁଡ଼ାଏ ଟଙ୍କା ମୋତେ କାହିଁକି ଦେବେ? ନା ନାଇଁ, ମୁଁ ତମକୁ 1000 ଟଙ୍କା ଦେବି, ସାନ ମାଛ ପଡ଼ୁ କିମ୍ବା ବଡ଼ ମାଛ ପଡ଼ୁ, ସେ ମାଛ ମୁଁ ନେବି 1000 ଟଙ୍କା ଦେଇକି। ଆଜ୍ଞା, ସେଇ କାଳରେ 1000 ଟଙ୍କା ଆଜିର 10 ଲକ୍ଷ ଟଙ୍କା ସହ ସମାନ। 1000 ଟଙ୍କା ସେଇ କେଉଟକୁ ବହୁତ ବଡ଼ ଲାଗିଲା, ବଡ଼ ରକମଟିଏ ମଧ୍ୟ। ତାପରେ କହିଲେ ରାଜା ଯେ ଆଜି ତମ ଜାଲରେ ଯାହା ବି ପଡ଼ିବ ମୁଁ ତମକୁ 1000 ଟଙ୍କା ଦେବି, ସେଇଟା ନେଇଯିବି। ନା ହଉ ବାବୁ, ଆପଣଙ୍କର ମଙ୍ଗଳ ହେବ, ମୋର ମଧ୍ୟ ମଙ୍ଗଳ ହେବ, ମୋ ପିଲାମାନଙ୍କ ପେଟରେ ଦାନା ମୁଠେ ମୁଁ ଦେବି। ହଉ ଆସ। ରାଜା କ'ଣ କଲେ, ସେ କେଉଟ ସାଥିରେ ନଦୀକି ଗଲେ। ନଦୀ ମୁହାଣରେ ସେ ଜାଲ ଫିଙ୍ଗିଲେ କେଉଟ। ଯେତେବେଳେ ଜାଲଟି ଫିଙ୍ଗିଛନ୍ତି, ଜାଲଟା ଝିକିବା ସମୟରେ ଜାଲଟି ଆଉ ଆସିଲାନି, ଓଜନିଆ ଲାଗିଲା। କଷ୍ଟେ ମଷ୍ଟେ ଜାଲଟିକୁ ଝିକିକି ସେ କେଉଟ କୂଳକୁ ଆଣିଲା। ଦେଖିଲା ବେଳେ ଭାବିଥିଲା ସେ ବଡ଼ ମାଛଟିଏ ପଡ଼ିଥିବ, ମାଛ ତ ନାହିଁ, ଗୋଟିଏ ସିନ୍ଦୁକଟିଏ ଆସିଲା। ସେ କେଉଟ କହିଲା ଆଜ୍ଞା, ସିନ୍ଦୁକଟିଏ କ'ଣ ଆସିଲାଣି? ନା ହଉ, ମୁଁ ତମକୁ କହିଛି ଆଜି ଯାହା ବି ତମ ଜାଲରେ ପଡ଼ିବ 1000 ଟଙ୍କା ମୁଁ ଦେବି, ସେ ଜିନିଷଟି ମୁଁ ନେବି। ତେଣୁକରି ତୁମେ 1000 ଟଙ୍କା ଧର, ଆଉ ସିନ୍ଦୁକ, ସେ ସିନ୍ଦୁକ ମୋତେ ଦିଅ। କେଉଟ 1000 ଟଙ୍କା ଧରିଲା, ସିନ୍ଦୁକଟି ତାଙ୍କୁ ଦେଇଦେଲା। ଖୁସି ମନରେ କେଉଟ ତା ଘରକୁ ଗଲା। ରାଜା ସେଇ ସିନ୍ଦୁକଟି ତାଙ୍କର ରାଜନହରକୁ ନେଲେ ଏବଂ ସମସ୍ତଙ୍କୁ ଡାକିଲେ, କହିଲେ ଆରେ ଏ ସିନ୍ଦୁକଟି ଖୋଲିଲ, ଦେଖିବା ଏ ସିନ୍ଦୁକରେ କ'ଣ ଅଛି। ଆଜ୍ଞା, ଆପଣମାନେ କ'ଣ ଭାବୁଛନ୍ତି? ଏ ସିନ୍ଦୁକରେ ସୁନା, ରୂପା, ହୀରା, ନୀଳା, ମୋତି, ମାଣିକ ଏମିତି କ'ଣ ଅଛି? ନା ଆଉ କ'ଣ ଅଛି? ଆଜ୍ଞା, ଯେତେବେଳେ ଲୋକ ଡାକିଲେ ସେ ସିନ୍ଦୁକଟି ଖୋଲିଲେ, ଖୋଲିଲା ବେଳେ ରକ୍ତ ଜୁଡ଼ୁବୁଡ଼ୁ ଗୋଟେ ସ୍ତ୍ରୀ ଲୋକର ଶରୀର ସେ ଭିତରେ ଅଛି। ସ୍ତ୍ରୀଟି ମରିଯାଇଛି, ତା ପେଟରେ ଚାକୁ ପୁରା ହେଇଯାଇଛି, ଚାକୁ ଭୁଷା ହେଇଯାଇଛି, ତଣ୍ଟିରେ ମଧ୍ୟ ଚାକୁ ଭୁଷା ହେଇଯାଇଛି। ସ୍ତ୍ରୀଟି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ଭିତରେ ପଡ଼ିଛି। ରାଜା ଭାବିଲେ ଆରେ ଏ ସ୍ତ୍ରୀଟିକୁ କିଏ ହତ୍ୟା କଲା? ଇଏ ଏତେ ବଡ଼ ଅମାନୁଷିକ କାମ କିଏ କରିଛି ମୋ ରାଜ୍ୟରେ? ସ୍ତ୍ରୀ, ଗର୍ଭିଣୀ, ଶିଶୁ ହତ୍ୟା, ଏ 3ଟି ଯାକ ପାପ ମହାପାପ। ଏ 3ଟି ଯାକ ପାପ ଯିଏ କରେ ସିଏ ଆୟୁଷ ଥାଇ ମରେ। ଏମିତିକା କର୍ମକାଣ୍ଡ କିଏ କରିଛି ମୋ ରାଜ୍ୟରେ? ସବୁ ପ୍ରଜାମାନଙ୍କୁ ଡାକିଲେ, ସମସ୍ତଙ୍କୁ ଡାକିଲେ, ସୈନ୍ୟ ସମସ୍ତ। ଆରେ ଶୁଣ, ୟାର ହତ୍ୟା, ଏ ସ୍ତ୍ରୀଟିର ହତ୍ୟା ଯିଏ କରିଛି 3 ଦିନ ମଧ୍ୟରେ ତାକୁ ଖୋଜିକି ବାହାର କର। 3 ଦିନ ମଧ୍ୟରେ ତାକୁ ଖୋଜିକି ମୋ ଆଗରେ ଉପସ୍ଥିତ କରା, ନହେଲେ ଏଇ ହତ୍ୟାକାରୀର ଏଇ ଯେଉଁ ହତ୍ୟା ହେଇଛି ୟାକୁ ମୁଁ ମୋ ମୁଣ୍ଡ ଉପରକୁ ନେଇଯିବି। ମୁଁ ଭାବିବି ଯେ ମୁଁ ୟାକୁ ହତ୍ୟା କରିଛି। ଯଦି ମୋ ରାଜ୍ୟରେ ମୁଁ ହତ୍ୟାକାରୀକି ଧରିପାରିଲିନି, ତାହେଲେ ମୁଁ କି ରାଜା? ଏଇ ହତ୍ୟାକାରୀର ଦୋଷ ପାପ ମୁଁ ମୋ ମୁଣ୍ଡ ଉପରକୁ ନେଇଯିବି। ସମସ୍ତେ କହିଲେ ଆରେ କେଡ଼େ କଥା ହେଲା, ରାଜା ହତ୍ୟାକାରୀର ଦୋଷ ନିଜ ମୁଣ୍ଡ ଉପରକୁ ନେଇଗଲେ। ହଉ ଚାଲ ସମସ୍ତେ ଖୋଜିବା। ସମସ୍ତେ ଆଜ୍ଞା ନଗର ସାରା, ତାଙ୍କ ରାଜ୍ୟ ସାରା ନଗର ନଗର ବୋଲି ସମସ୍ତେ ଖୋଜିଲେ। 3 ଦିନ ହେଇଗଲା ଖୋଜୁଛନ୍ତି। 3 ଦିନ ପରେ ମଧ୍ୟ କୌଣସି ସମ୍ବାଦ ପାଇପାରିଲେ ନାହିଁ, କୌଣସି ପ୍ରମାଣ ପାଇପାରିଲେ ନାହିଁ ହତ୍ୟାକାରୀର। ରାଜା ପଚାରିଲେ କ'ଣ ହେଲା, କିଛି ସମ୍ବାଦ ମିଳିଲା? ନା ନାଇଁ ଆଜ୍ଞା, 3 ଦିନ ହେଇଗଲା, କିଛି ସମ୍ବାଦ ମିଳିଲାନି, କିଛି ସମାଚାର ମିଳିଲାନି।
ନା ହଉ ଠିକ୍ ଅଛି। ତାହେଲେ ମୋର ଏ ରାଜପଦର କ'ଣ ମର୍ଯ୍ୟାଦା ରହିବ? ଯଦି ମୋ ରାଜ୍ୟର ଲୋକମାନେ ସୁରକ୍ଷିତ ନୁହନ୍ତି ତାହେଲେ ମୁଁ କି ମୁଁ ଯାଏ, ଆଜି ମୁଁ ଫାଶୀ ଖୁଣ୍ଟରେ ଝୁଲି ସମସ୍ତଙ୍କୁ ପ୍ରଜାମାନଙ୍କୁ ଦେଖିଲେ ଏବଂ ନମସ୍କାର କରି କହିଲେ, ହେ ପ୍ରଜାଗଣ, ଯଦି ମୋର ପ୍ରଜାପାଳକ ଭିତରେ କୌଣସି ତ୍ରୁଟି ଥାଏ ତାହେଲେ ମୋତେ କ୍ଷମା କରିବ। ଏତିକି କହି ରାଜା ସମସ୍ତଙ୍କ ମୁଖକୁ ଅନେଇ 2 ଟୋପା ଲୁହ ଗଡ଼େଇଦେଲେ। ସବୁ ପ୍ରଜାମାନେ କାନ୍ଦନ୍ତି, ନାଇଁ ମହାରାଜ, ଏମିତି କାମ ଆପଣ କରନ୍ତୁନି, ସେମିତି କାମ ଆପଣ କରନ୍ତୁନି। ସମସ୍ତେ ମନା କରନ୍ତି, ନା ନା, ଯୋଉଠି ମୋ ରାଜ୍ୟର ଲୋକମାନେ ସୁରକ୍ଷିତ ନୁହନ୍ତି ମୁଁ କେମିତି ନିଜକୁ ସୁରକ୍ଷା ମଣିବି? ମୁଁ ନା, ହେଇପାରିବନି। ମୁଁ ଯାହା କରିଛି ତାହା ଅଟଳ, ମୁଁ ପ୍ରାଣବଳି ଦେବି। ତାଙ୍କର ଯୋଉ ଘାତକ ଥାଏ ଫାଶୀ ଦିଏ, ତାକୁ କହିଲେ ମୋ ଗଳାରେ ଫାଶୀ ଝୁଲା, ଫାଶୀ ଲଗା। ଘାତକ ମନା କରିଦେଲା, ମୁଁ ଫାଶୀ ଝୁଲେଇ ପାରିବି ନାହିଁ। ଘାତକ କାନ୍ଦି କାନ୍ଦି ହାତ ଯୋଡ଼ି ମନା କରିଦେଲା, ମୁଁ ଫାଶୀ ଆପଣଙ୍କ ବେକରେ ଲଗାଇ ପାରିବି ନା। ହଉ ଠିକ୍ ଅଛି, ମୁଁ ନିଜେ ଲଗେଇବି। ନିଜେ ଫାଶୀ ଲଗେଇଲେ ନିଜ ବେକରେ ଏବଂ କହିଲେ, ମୋର କଳା କପଡ଼ା ଦିଅ ରେ, ମୋର କଳା କପଡ଼ା ଦିଅ, ମୋ ମୁହଁରେ ପକାଏ, ମୋ ମୁଖ କେହି ଦେଖନି। ମୁଁ ଗୋଟେ ଅମାନୁଷିକ କାମ କରିଛି। ଏ ଯୋଉ ହତ୍ୟାକା ଦୋଷଟା ନିଜ ମୁଣ୍ଡକୁ ନେଇ ଯାଇଛନ୍ତି ନା। ରାଜାର ମୁଣ୍ଡ ଆଉ କିଛି କାମ କରିନି ସେ ସମୟ। ସେଇ ସମୟରେ ଜଣେ ଲୋକ ପ୍ରଜା ଗହଳ ଭିତରୁ ଧସେଇକି ବାହାରିଲା, ମହାରାଜ ମହାରାଜ ରୁହନ୍ତୁ ରୁହନ୍ତୁ, ଏ ହତ୍ୟା ମୁଁ କରିଛି, ଏ ପାପ ମୁଁ କରିଛି। ନା ତମେ କରିଛ? କାହିଁକି କରୁଛ ଏ ଅମାନୁଷିକ କାମ? ନା ଆଜ୍ଞା, ମୋ ସ୍ତ୍ରୀ ମୋତେ ଭାରି ଭଲ ପାଏ ଏବଂ ମୁଁ ମଧ୍ୟ ମୋ ସ୍ତ୍ରୀ କି ଅନ୍ଧ ଭରି ଭାରି ଭଲ ପାଉଥିଲି। ମୋ ସ୍ତ୍ରୀ ମୋତେ ଦିନେ କହିଲା, ମୋର ଆଜି ଆତ ଖାଇବାକୁ ମନ ହେଉଛି, ମୋ ପାଇଁ ଆତଟିଏ ଆଣି ଦିଅନ୍ତନି। ମୁଁ ଆପଣଙ୍କ ରାଜ୍ୟ ସାରା ବୁଲିଲି, କୋଉଠି ଆତ ଗୋଟିଏ ପାଇଲିନି। ବାହାରି ପଡ଼ୋଶୀ ରାଜ୍ୟକୁ ଯାଇକି ଏଣେ ତେଣେ କଷ୍ଟ କରିକି 3ଟି ଆତ ନେଇକି ଆସିଲି ଏବଂ ଆତ 3ଟି ଆଣିକି ମୋ ସ୍ତ୍ରୀ ହାତରେ ଦେଲି। ମୁଁ ସ୍ତ୍ରୀ ହାତରେ ଦେଇ ସେ ଆତ 3ଟି ମୁଁ ମୋର ବଜାରକୁ ଗଲି ହେରି, ହାଟକୁ ଗଲି ହେରି କିଛି ସଉଦା ଆଣିବା ପାଇଁ। ସେହି ସମୟରେ ଆପଣଙ୍କର ମନ୍ତ୍ରୀବର ଗୋଟିଏ ଆତଟିଏ ହାତରେ ଧରିକି ଯାଉଛନ୍ତି। ମୁଁ ପଚାରିଲି, ଆଜ୍ଞା ଏ ଆତଟି କେଉଁଠୁ ପାଇଲେ, କେଉଁଠୁ ଆଣିଲେ ଏଇ ଆତଟି? ଆପଣଙ୍କର ଏଇ ରାଜ୍ୟରେ ତ ଆତ କେଉଁଠି ନାହିଁ, ଆପଣ ଏଇ ଆତଟି କେଉଁଠୁ ପାଇଲେ? ମନ୍ତ୍ରୀବର କହିଲେ ଯେ, ଏ ଆତଟି ମୋତେ ମୋ ପ୍ରେମିକା ଦେଇଛି। ଯେତେବେଳେ ପ୍ରେମିକା ଦେଇଛି କହିଲେ, ମୋର ସନ୍ଦେହ ହେଲା ଯେ ମୋ ସ୍ତ୍ରୀ ଏଇ ଆତଟି ଦେଇନି ତ ୟାଙ୍କୁ। ମୁଁ ଘରକୁ ଆସି ଦେଖେ ଯେ 2ଟି ଆତ ଅଛି, ଆଉ ଗୋଟିଏ ଆତ ନାହିଁ। ମୋ ସନ୍ଦେହ ସତ ହେଇଗଲା ଏବଂ ମୋ ସ୍ତ୍ରୀ କି ପଚାରିଲି, 3ଟି ଆତରୁ 2ଟି ଆତ ଅଛି, ଆଉ ଗୋଟିଏ ଆତ ଗଲା କୁଆଡ଼େ? ନା କିଏ ଜାଣି, ମୁଁ ତ ଏଇଠି ରଖିଥିଲି, ମୁଁ ଖୋଜୁଛି ଏଣେ ତେଣେ ମୋତେ ମିଳୁନି। ଆଉ 2ଟି ଆତ ଅଛି, ଆଉ ଗୋଟିଏ ଆତ କିଏ ନେଲା କିଏ ଜାଣି କୁଆଡ଼େ ଗଲା। ମୋର ସନ୍ଦେହ ପୁଣି ବଢ଼ିଗଲା। ମୁଁ ନିଷ୍ପତ୍ତି ନେଇଗଲି ଯେ ମୋ ସ୍ତ୍ରୀ ହିଁ ୟାକୁ ଦେଇଛି, ମୋ ସ୍ତ୍ରୀ ହିଁ ମନ୍ତ୍ରୀର ପ୍ରେମିକା, ମୋ ସ୍ତ୍ରୀ ସେଇ ଆତଟି ତାଙ୍କୁ ଦେଇଛି। ମୁଁ କ'ଣ କଲି, କ୍ରୋଧରେ ଜର୍ଜରିତ ହୋଇ ମୋ ସ୍ତ୍ରୀର ପେଟରେ ଚାକୁ ଘୁଷିଦେଲି। ମୋ ସ୍ତ୍ରୀ ମୋତେ କହିଲା, ମୋତେ କାହିଁକି ମାରୁଛ, ମୋତେ ମାରନି, ମୋତେ କାହିଁକି ମାରୁଛ? ତଥାପି ମୁଁ ଶୁଣିଲିନି, ମୋ ସ୍ତ୍ରୀର ପେଟରେ ଚାକୁ ଘୁଷିଦେଲି। ମୋ ସ୍ତ୍ରୀ କହିଲା, ମୋତେ ମାରିଦେଲ, ପଛେ ପସ୍ତେଇବ ଜି, ପରେ ପସ୍ତେଇବ, ପରେ ଭାବିବ, ପରେ ଖୋଜିବ ମୋତେ। ମୁଁ କିଛି ଭୁଲ କରିନି, ମୋତେ ତୁମେ ମାରିଦେଲ। ମୁଁ ମାରିଦେଇ ସିନ୍ଦୁକ ଭିତରେ ରଖି ନଈରେ ଆଣି ଫୋପାଡ଼ିଦେଲି। ଏତିକି ଫୋପାଡ଼ିକି ଯିବା ସମୟରେ ତରତର ହୋଇ ନିଷ୍ପତ୍ତି ନେଇଗଲି ଏବଂ ନଈରେ ଫୋପାଡ଼ି ଦେଲି। ଏତିକି ସମୟରେ ମୋ ପୁଅ ଗୋଟେ ଆତ ଧରିକି ଘରକୁ ଆସିଲା। ମୋ ପୁଅକୁ ପଚାରିଲି, କିରେ ବାବୁ, ଏ ଆତଟି କେଉଁଠୁ ଆଣିଲୁ? ନା ବାପା, ଏଇ ଆତଟି ମୁଁ ଧରିକି ଖେଳୁଥିଲି, ମୋ ହାତରୁ ଆତଟି ଖସିକି ଗଡ଼ିଗଲା ଯେମିତି ଜଣେ ରାଜ ବେଶଧାରୀ ଆସିଥିଲେ, ସେ ଆତଟିକୁ ଧରିକି ପଳେଇଗଲେ। ମୁଁ ସେଇ ଲୋକର ପଛେ ପଛେ ଗୋଡ଼େଇ ଯାଇକି ଲୋକଙ୍କୁ ଖୋଜିକି କାନ୍ଦିକି ନେହୁରା ହେଇକି ଆତଟି ପୁଣି ତାଙ୍କଠୁ ମାଗିକି ଆଣିଲି। ଆଜ୍ଞା, ଆଉ କ'ଣ ଅଛି କଥା? ପୁଅ ଯେତେବେଳେ ଆତଟି ଆଣି ଦେଲା, ଦେଖିଲେ 3ଟି ଆତ ଘରେ ହେଇଗଲା। ପୁଅ ହାତରୁ ସେଇ ମନ୍ତ୍ରୀବର ନେଇଛି ଆତଟି, କିନ୍ତୁ ମନ୍ତ୍ରୀବର ମୋତେ ମିଛ କହିଲା ଯେ ମୋ ପ୍ରେମିକା ଦେଇଛି। ତେଣୁ ମୁଁ କିଛି ନ ବିଚାରି ନ ବୁଝି ମୋ ସ୍ତ୍ରୀର ହତ୍ୟା କରିଦେଲି। ମନ୍ତ୍ରୀ ସେତେବେଳେ ରାଜା କହିଲେ, ଆଚ୍ଛା ମନ୍ତ୍ରୀବରକୁ ଡାକ। ମନ୍ତ୍ରୀ ଆସିଲେ। ଏ କଥା କ'ଣ ସତ? ତୁମେ କେଉଁ ଛୁଆଠାରୁ ଆତ ନେଇ ଆସିଥିଲ? ନା ହଁ ମହାରାଜ, ମୁଁ ନେଇ ଆସିଥିଲି। ମନ୍ତ୍ରୀ ଦଣ୍ଡ ପାଇଲେ
मंत्री सिना दंड पाइले किंतु तार स्त्री आउ ताकू पाइला ना सी ता स्त्री को पाइला दुहे अलग हो गले ना। तेणु तरतर होई कौनसी निष्पत्ति नियंतु नाही। छोटिया संदेहटीए मध्य निज परिवार को भांगिकी छारखार करिदिए। निज प्रेम जीवन रे छोटिया संदेहटीए मध्य बर्बाद करिदिए। टिके संदेह मध्य परिवार को नष्ट करिदिए। मंत्रीवर मो पुओ पाखरु आतटी छड़ाई नहीं। हे विधाता, हाँ मंत्रीवर मते मिछ कहिले। आज्ञा छोटिया संदेहटीए मध्य दाम्पत्य जीवन रे केते निया लगई दिए तार किछि सीमा न थाए। हाँ सेनापति को सिना दंड मिलिला, ता स्त्री कौन आ फेरिला। आज्ञा सामान्य छोटिया संदेहटीए, सामान्य टिके संदेह केते जोर निया जाली दिए दाम्पत्य जीवन रे। मने रखंतु आज्ञा, अजथा संदेह करंतुनी। निज स्त्री हो किंबा स्त्री मध्य निज स्वामी को हो अजथा संदेह करंतुनी। टिके मात्र संदेह मनुष्य जीवन को पोड़ी जाली छारखार कर दिए। प्रिय भक्त बंधु माने, प्रिय दर्शक बंधु माने देखिले तो या परे आजिर राशिफल। आज आमे कुंभ राशि विषय रे आलोचना करिबा। कुंभ राशि व्यक्ति विशेष माने आज आपणकर केतेक क्षेत्र रे भल करबा को जाई ओलोटा फल पाई पारंती। मन रखिबे, सतर्क। पारिवारिक क्षेत्र रे केतेक अस्वाभाविक चिंता मन को आंदोलित करि पारे एवं शतभिषा नक्षत्र विभिन्न क्षेत्ररू अर्थ, सम्मान, प्रशंसा, शुभेच्छा, सदिच्छा लाभ करी खुशी हेबे। शतभिषा नक्षत्र परिवारर अभियोग को ठीक भावे बुझी पारिबे नाही एवं आज प्रेम संबंधी दिगटी अति अनुकूल अटे। प्रिय भक्त बंधु माने आज पई साधुवाणी एतिकी। पुणी देखा हेबा आगामी एक अध्याय रे। से पर्यंत विदाय दियंतु। रहुछि, नमस्कार। ओम शांति शांति शांति। जदि आपण मानकु आमर भिडियोटी भल लागि थाए चैनल को सब्सक्राइब करी वीडियो को गोटे लाइक कर दियंतु। धन्यवाद।